ତମ ବିନା ଆଉ କିଏ ଏଠି ସାହାଯ୍ୟ କେହି ନାହିଁ। ଏ ଆସିକିରି ଗାଁ ବାଲା ପହଞ୍ଚିଗଲେ କଲେ କଣ କଲେ ସମସ୍ତେ ନାରୀ କଥାକୁ ବିଶ୍ୱାସ କରିବେ। ସହଜ କଥା ସ୍ୱାମୀ ହଣା ହେଇଛି ନା ଇଏ ହାଣିଛି କି ସିଏ ହାଣିଛି କିଏ ଜାଣ କହିଲେ ଏଇ ହାଣିଛି ଅତ୍ୟାଚାର କରୁଛି ଏଇଟା ଯୁବକ ଏଇଟା ବୁଢା ତେଣୁ ଏ ନିଶ୍ଚୟ ବାବା ଭଣ୍ଡ ବାବୁରେ କହିଲେ ବାବାକୁ ବଞ୍ଚେଇକିରି ରଖ ମରିଗଲେ ଜାଣିବ କଣ ମରିଗଲେ ଜାଣିବନି ଯେ ବଞ୍ଚେଇବା ଯେ କେମିତି ବଞ୍ଚେଇବା ବାବୁରେ ଏଇ ଗୋଡରେ ଚାଲିଛି ଏଇ ହାତରେ ଅପହରଣ କରିଛି ଆଉ ମାରିଛି ତେଣୁ ଗୋଡ ହାତ ଚାରିଟା ତାର କାଟିଛି ମୋର କହିବାର କଥା କାହିଁକି ହେଲା ନା ନାରୀଟା ଯୋଉ ହେଲା ନାରୀ ଡକା ପକାଇ ଦିଏ ନଈ ଡକା ପକାଏ ନିଆଁ ଡକା ପକାଏ ରାଜା ଡକା ପକାଏ କ୍ରୋଧ କରନ୍ତିନି ସେ କାହାକୁ କ୍ଷମା କରନ୍ତିନି ତେଣୁ ये नारी जाति की विश्वास नहीं बोली कहिला कि ना पुओ कहला मु विवाह करिक नाही बाबुरे राजा को मन रे दुख तथापि राजा दिने विचार कले बोले बोलिला मानो से कोयारा दिने आखिर दर को कहीं ना राज्य शासन में मुंडटा विभ्रांति होते मन आनंद दरकार तेणु राजा आज मृगया को जीवे डाकिले बड़ पुओ इलावंत तमें तो विवाह पाई राजी राजी होते तुमको राजा किंतु तमें मत अड़ुआ पकेल किसी दिन गोटे शिकार को जाऊँगी मंत्री राज्य शासन पचारि तुम प्रजा मान वर्षा भली पाल बाबू वर्षा मेघ भाया पाल देखिले कि मेहर मेहर बहिर नाम तपस्वी बिजुली मारे बिजुली मारे कौन हम देह जली मेघर देह जली जाऊ सुधा से वर्षा दिए ये जन समाज को प्राणी मान ये विश्व बचाए सेमती राजा कौन कर निज स्वार्थ को त्याग कर प्रजा मान कथा बुझी तेणु वर्षा हूँ मंगलकारी आपण मैंने गले मेहर आसले राधानाथ राय स्तबक बोले बरसा कालटे मंगल समस्त पालई परदा को बरसी बारे मेघ वर्षा करी प्रजा मान को ये जन समाज को पारे बाबरे तेणु तुम मेघ भलिया हबो ये निज स्वार्थ त्याग करिवो प्रजा को दुख बुझी आज्ञा भगवान तुमको देबी मोर इष्ट देवता सदाशिव
ସକାଳୁ ସ୍ନାନ ସାରି ରାଜକାର୍ଯ୍ୟ ପୂର୍ବରୁ ଶିବ ପୂଜା କରି ଘରକୁ ଫେରିବେ। ଅବହେଳା କରିବନି। ଏଇ କଥା ଶୁଣି ପୁଅ ରହିଲା, ବାପା ଗଲେ। ପୁଅ ନିଜକୁ ଶିବ ପୂଜକ ହିସାବରେ ସଜେଇ ଯାଇ ପହଞ୍ଚିଲା ଶିବ ମନ୍ଦିରରେ। ଯେତେବେଳେ ଶିବ ମନ୍ଦିରରେ ପହଞ୍ଚିଲା, ଆଜି ଶିବ ପୂଜା କରିବ। ତାପରେ ଶିବ ପୂଜା କେମିତି କରାଯାଏ? ବିନା ତ୍ରିପୁଣ୍ଡ୍ରକଂ ଚୈବ ବିନା ରୁଦ୍ରାକ୍ଷ ମାୟା ଶିବ ପୂଜନ। ଆସିଲା ଠାରୁ ଏ ଭିତର ଅଭିଷେକ ମନ୍ତ୍ର ପଢାଯାଉଛି। ଅତି ଶୁଦ୍ଧ ଭାବରେ ଜଣେ ବ୍ରାହ୍ମଣ ପଢୁଛନ୍ତି। ମତେ ଆନନ୍ଦ ଲାଗିଲା, କାରଣ ମନ୍ତ୍ର ଶୁଦ୍ଧକୃତ ନହେଲେ, ମନ୍ତ୍ର ଉଚ୍ଚାରଣ ଠିକ ନହେଲେ ଫଳ ବିପରୀତ ହବ। ତେଣୁ ମହାଶୟ ଯେ ପଢୁଥିଲେ ବହୁତ ଶୁଦ୍ଧ ଭାବରେ ପଢୁଥିଲେ। ନମସ୍ତେ ରୁଦ୍ରମନ୍ୟ ଇତ୍ୟାଦି ପଢି ସେ ବହୁତ ଶୁଦ୍ଧ ଭାବରେ ପଢୁଥିଲେ। ମୁଁ ତାଙ୍କ ସହିତ ବି ବସିକି ସେ ଘରେ ପଢୁଥିଲି। ତେଣୁ ଚିନ୍ତା କରନ୍ତୁ, ତା ଭିତରେ ଆଉ ଗୋଟେ କଥା, ବିନା ତ୍ରିପୁଣ୍ଡ୍ରକଂ ଚୈବ ତ୍ରିପୁଣ୍ଡ୍ର ଚିନ୍ତା ବିନା ପଇସା ଦେଲେଣି ଆଉ ପଇସା ମିଳିବ ନା ତୁ ଆଉ ଏ ପୁଅ। ତେଣୁ ଲକ୍ଷ୍ୟ ଦିଅନ୍ତୁ, ବିନା ତ୍ରିପୁଣ୍ଡ୍ରକଂ ଚୈବ ତ୍ରିପୁଣ୍ଡ୍ର ଚିତା ବିନା, ରୁଦ୍ରାକ୍ଷ ମାଳି ବିନା, ବେଲପତ୍ର ବିନା ଶିବ ପୂଜା ବିଫଳ। ତେଣୁ ଶିବ ପୂଜା ପାଇଁ ଏଗୁଡା ତ ନିହାତି ଦରକାର। ଆଜି ପୁଅ ଶିବ ମନ୍ଦିରରେ ପୂଜା କରିବ, ମନ୍ଦିର ଭିତରକୁ ପଶି ଯାଇଛି। ହେଲା ଦେଖିଲା କଣ? ଉମାଙ୍କ ସହିତ ମହେଶ୍ୱର ଭିତରେ ଅଛନ୍ତି, ବାହାର ପାର୍ବତୀ ଭିତରେ ଯୋଉ ପ୍ରତିମା ତାଙ୍କ ନାଁ ହଉଛି ଉମା। ବାବୁରେ ଉମା ସଙ୍ଗେ ମହେଶ୍ୱର ଏଇ ଭାବରେ ରହିଛନ୍ତି। ଆଜି ଚାହିଁଲା ଦୂରରୁ କହିଲା, ଆରେ ହେ କାହାକୁ ପୂଜା କରିବାକୁ ଆସିକି ବ୍ୟର୍ଥ ହେଇଗଲା ପୂଜା। କାହିଁକି ପୂଜା ବ୍ୟର୍ଥ ହବା ଜାଣିଛୁ? ମୁଁ ନାରୀକୁ ବିଶ୍ୱାସ କରେନି। ଯାହାକୁ ପୂଜା କରିବାକୁ ଆସିଛି ସେ ଗୋଟେ ନାରୀ ବସୁ ପାଖରେ ନାରୀ ଧରିକି ବସିଛି, ତାହେଲେ ଆକୁ ମୁଁ ପୂଜା କରିବି। ତାହେଲେ କାହାକୁ ପୂଜା କରିବି ନା ଯିଏ ଭଗବାନ ହେଇଥିବ ତାକୁ ପୂଜା। ଚିନ୍ତା କଲା, ଭଞ୍ଜ ଲେଖିଲେ ଗୋଟେ ପଦ, ନନ୍ଦ ତନୟ ବିନୟ ଭାନୁଜାକୁ ଭାନୁଜା ଖଟରେ ଶିବ ଗୋଡାଇ ମୋହିନୀ ପଛ। ବାବୁରେ କହିବାର କଥା, ଆପଣ ଚିନ୍ତା କରନ୍ତୁ, ନନ୍ଦ ତନୟ ବିନୟ ଭାନୁଜାକୁ। ନନ୍ଦ ତନୟ କୃଷ୍ଣ, କୃଷ୍ଣକୁ ଲୋକ ଭଗବାନ ବୋଲି କହନ୍ତି। କିଏ ପୁଅ କହିଲା ସେ ଭଗବାନ ନୁହଁ। କାହିଁକି ନା ବିନୟ ଭାନୁଜାକୁ ଭାନୁଜା ତତ୍ତ୍ୱରେ ରହିଛି। ଭାନୁଜା ତତ୍ତ୍ୱ, ଭାନୁତ ସୂର୍ଯ୍ୟ, ସୂର୍ଯ୍ୟଙ୍କ ଝିଅ ଯମୁନା, ଯମୁନା କୂଳରେ ଭାନୁଜା ବୃଷଭାନୁ ନନ୍ଦିନୀ, ରାଧା
ରାଧାକୁ ପ୍ରେମ ଭିକ୍ଷା କରନ୍ତି ତେଣୁ ସିଏ କଣ ଭଗବାନ ଯିଏ ନାରୀ ଲୋକଟ ସେଇଟା କଣ ଭଗବାନ ନା ପୁଣି ଚିନ୍ତା କଲେ ରାମକୁ ଲୋକ ଭଗବାନ କହନ୍ତି କହିଲେ ରାମ ବି ଭଗବାନ ନୁହଁ କାହିଁକି ଏ ପୁଅ ମତ ଦେଲା କାହିଁକି କହିଲେ କନକ ଜିତାଙ୍କୁ କନକ ଜିତାଙ୍କୁ ଜନକ ସୂତାଙ୍କୁ ରାମଚନ୍ଦ୍ର ଚାଟୁ ମାନେ କନକ ଅର୍ଥ ସୁନା ସୁନାକୁ ଜୟ କରୁଥିଲା ଯାହାର ଅଙ୍ଗ এইভଳି ଯୋଉ ବାବୁରେ ସୀତା ଜନକ ସୂତା ଜନକଙ୍କ ଝିଅ ସୀତା ବାବୁ ତାଙ୍କୁ ମଧ୍ୟ ବିନୟ କରିଛନ୍ତି ରାମ ତାଙ୍କ ଯୋଉ ରାବଣ ବଂଶଟାକୁ ନାଶ କର ତେଣୁ ଚିନ୍ତା କର ସିଏ ମଧ୍ୟ ଭଗବାନ ଶିବ ଗୁଣା ମୋହିନୀ ପଛ ଶିବ ଭଗବାନ ଶୁଣିଥିଲି ଭଲ ଏବେ ବି ଦେଖୁଛି ଭଲ ବାବୁରେ ମୋହିନୀ ପଛରେ ଗୋଡେଇଥିଲେ ଏବେ ମଧ୍ୟ ଗୋଟେ ନାରୀ ଧରି ବସିଥିଲେ ପ୍ରକୃତରେ କଣ ଭଗବାନ ଭଲ ନାଇଁ ଇଏ ପୁଅ ସେ ଭାବନାଟାକୁ ଆଣୁଛି ମନରେ କହିଲା ମୁଁ ପୂଜା କରିବି ଏ ନାରୀ ଥିବା ପର୍ଯ୍ୟନ୍ତ ପୂଜା ହେଇପାରିବ ତାହେଲେ କଲା କଣ କହିଲା ହରବା विचार कला बहुत सुंदर देखा गला शिव काई कि ना नारी पाखरे बसितला असुंदर देखा जाउथि एबे सुंदर देखा जाउछुंती पूजा कला शिव को शिव पूजा सारिला आनंद मन रे घर को गला घरे कोन करिछि राज कार्य कला राज कार्य दे बापा कहउछंती राज कार्य पूर्व शिव पूजा सारी तेनु शिव पूजा सारी राज कार्य कला राज कार्य करी उपासी निजर अन्य काम समापन करी शरण पक्षକୁ ଯାଇ ଶୋଇଲା କେମିତି ଶୋଇଲା ମଣି ମୟ ପର୍ଯ୍ୟନ୍ତରେ मणिमय पल्लक ऊपर शोइथिला हठात काई निदटा भागी गला जहां आखिया करे बाबरे मुकुड़ा केश ठंडा खरपर धारिणी लोळ चिवा जने नारी बचार लागिया किनी मानु मते जो मूर्ति पुत्र दहर थिबी एथिरु मु सेई भय बिलुकरी माला तते मु आदि अभिशाप देबी अरे बाप नारी की छाड़ी विश्व बंचिला तू नारी की निंदा कर नारी की निंदा कर ये नारी कौन करि पारे जानि छु कौन करबो कौन करि पारे नारी विश्व को रखी केमिति नारी विश्व को शिक्षा देछि देखला प्रथम शिक्षा होती मां कहले देश सेवा एई करी
ধরিছি নারী ये समाज दायित्व नारी रखी जन्म भावी धरे उद्धरे मा हिसाब से उद्धर धरी शिक्षा प्रसन्नी मा अंबिका रखी यही कथा मुन्ने रेबा अनुसया सती सती पथे এই কথাটাକୁ ମନରେ ରଖିଥାଉ ତେଣୁ ନାରୀ ହଉଛି ଊର୍ଦ୍ଧ୍ୱଗତି ନାରୀ ବିନା କେହି ବଞ୍ଚିବେନି ତହି ନାରୀ ତହି ଲକ୍ଷ୍ମୀ ତହି से घरटा मसान जो घर नारी से माँ हो स्त्री हो भौणी हो झी हो जो घर नारी नहीं से घरटा मसान जो घर नारी अच्छी सी लक्ष्मी से स्वर्गधाम तू निंदा कर मुक्त अभिशाप दौर तू नारी की भल भाव चिन्हवा ते नारी होगा पड़े मु अभिशाप दूची तू आज तू नारी ही छुई छुई नहीं धरा रे यही कोमल गति बाबूरे दिन भी आसी पुओ चाहूँ बाहर कहीं निद ना मोर कि दशा मुझे बाबूरे दुखरे आज बसी मो पुरुषटा नारी ठीक से बेले राति कहवा पूर्व पाहुटा समय जड़े दासी युवराज मुह धोइबा पानी जहा देखिला आज भयर थोड़ा नारी नहीं ए पुरुष नहीं नारी अच्छी युवराज कौन गले झीटे बसी दौड़िले कौटी की ना राणीमा विचित्र कथा घटुची मना करूला बाबनी वर्तमान तुम पुओ से घरे नहीं शोला घर गोटे युवती अद्भुत कथा देख जदि राजी राजी कही तो दुनिया लुचेक झीटा को रखी
ରାଶି ସତ କଥା ସତ କହୁଛି ନା ରାଣୀ ନିଜେ ଯାଇ ଦେଖିଲା ବେଳକୁ ଗୋଟେ ଝିଅଟେ ବସିଛି ହେଲେ ଆରେ ମା ମୋ ପୁଅ ତ ରାଜି ହଉନଥିଲା ଯଦି ତତେ ଭଲ ପାଇଁ ଆଣିଛି ମୋର ଦୁଃଖ ନାହିଁ ମୁଁ ଖୁସି ଯୋଉ ପୁଅ ବିବାହ ହେବାକୁ ରାଜି ହଉନଥିଲା ସେ ଗୋଟେ ନାରୀକି ଆଣିଛି ମାନେ ବିବାହ ମୋଠୁ ଆନନ୍ଦ ଆଉ କେହି ହବନି କିନ୍ତୁ ମୋ ପୁଅ କୁଆଡେ ଗଲା ଆଉ ତୁ କିଏ ତୋ ନାଁ କଣ প্রভাতে শঙ্কর অর্চনা কালরে উমামূর্তকে মূর্তিকে ফোপাড়ি দিয়েছিলি পানিতে তারপরে অভিশাপରୁ নারী ହେଇଯାଇଛି ତାପରେ ରାଣୀଙ୍କ ଆଖି ଧାର ଧାର ଲୁହ ବୋହିଲା ମା ଅଭିଶାପକୁ କିଏ ପରିବର୍ତ୍ତନ କରିବ ଏପଟେ ଶିକାରରୁ ଫେରିଛନ୍ତି ରାଜା ଯେତେବେଳେ ରାଜା ଶିକାରରୁ ଫେରିଛନ୍ତି ଶୁଣିଲେ ଏ ପୁଅଟା ଝିଅ ହେଇଯାଇଛି ରାଜା ଯାଇ ପହଞ୍ଚିଲେ ଶିବଙ୍କ ପାଖରେ ହେଲେ ଆପଣ କଲେ କଣ ମୋ ପୁଅଟାକୁ ଝିଅ କରିଦେଲେ ମୋ ପୁଅ ରାଜି ହଉନଥିଲା ମୁଁ ବିଚାର କଲି ତମ ସେବା କଲେ କାଳେ ପରିବର୍ତ୍ତନ ହେଇଯିବ ଆପଣଙ୍କ ସେବା କରିବାକୁ ଆସି ସେ ଆଜି ନାରୀ ହେଇଯାଇଛି ନା ମୋର ଦୋଷ ନାହିଁ ଦୋଷ ହଉଛି ମାର ବି ଦୋଷ ନାହିଁ ମୋ ପୁଅ କଣ ଅପବ୍ୟବହାର କରିଛି ମା ତାକୁ ଅଭିଶାପ ଦେଇଛି ତାପରେ ଦେଖ ପଚାର ଶିବ ଜାଣିଛନ୍ତି ହେଲେ କହିଲେନି କହିଲେ ମାକୁ ପଚାରେ ମାକୁ ଡାକ ମାକୁ ଯାଇ କହିଲା ମା ଏ କଣ କରୁ ଏଇଠି ହସିଲେ ଜଗଜ୍ଜନନୀ ପାର୍ବତୀ କହିଲେ ଆରେ ପୁଅ ଏଟେ ସରଳ ତୋର ପୁଅଟା ଗୋଟେ ଦୁଷ୍ଟ ଏ ବିଶ୍ୱ ପ୍ରସବିନି ମୁଁ ମତେ ସେ ନିନ୍ଦା କଲା ନାଇଁ ଏ ବିଶ୍ୱରେ ନାରୀ କଣ ନ କରେ ନାରୀ ସବୁ କରୁଛି ଗୋଟିଏ ପଦ ଦ୍ୱିତୀୟ ଭଙ୍ଗ ବୋଲଉଛନ୍ତି যদি নারী সৃষ্টা নুহে প্রভু বিষ্ণু ধনর অধিকার মা লক্ষ্মী কি ଦେଇଛନ୍ତି সমরাধি দেবী ওই জগদম্বা যুদ্ধ কলা বেলে এ সমরাধি দেবী কিয়ে মু মতে সমরକୁ পঠাইলি মু লগ্ন ହେଇ ରାକ୍ଷସକୁ ମାରିଛି ମୁଁ ଯୁଦ୍ଧ କରିଛି ପ୍ରତ୍ୟେକ ସ୍ଥାନରେ ମୁଁ ଯୁଦ୍ଧ କରିଛି ତେଣୁ ମୁଁ ସମରାଧି ଦେବୀ ଜଣେ ନାରୀ ନା ମୁଁ ଭାରତୀ ହୁଅନ୍ତେ ବିଦ୍ୟା ଅଧିଷ୍ଠାତ୍ରୀ
ଭାରତୀୟ ତ ସରସ୍ୱତୀ ବିଦ୍ୟାର ଅଧିକାରୀ ଏବଂ ସ୍ୱାମୀ ତେଣୁ ସେ ନାରୀ ନା କଣ ଫୁଲ ଧନୁ ଟେକ ନାହିଁ ତାଙ୍କ ପାଶେ ନୁହନ୍ତି କି ବର ଯୁବତୀ ସେମାନେ କଣ ଶ୍ରେଷ୍ଠ ଯୁବତୀ ନୁହନ୍ତି ଚିନ୍ତା କର ଏ ନାରୀ କୋଉଠି ରହିଛି ତେଣୁ ତୋ ପୁଅ ଆଜି ନାରୀ କି ନିନ୍ଦା ଅଭିଶାପ ଦେଇଛି ତେଣୁ ବାବାରେ ତୋର ତ ଝିଅ ନାହିଁ ତୋର ଖାଲି ପୁଅ ଥିଲା ଚିନ୍ତାମଣି ମହାନ୍ତି କହିଲେ ସତ ପୁତ୍ରବତୀ ମହାଭାଗ୍ୟବତୀ যদি গোটাଏ ଝିଅ ନାହିଁ ନା ମାର ଲକ୍ଷ୍ୟ ସେଇଠି ତେଣୁ ତୋର ଝିଅ ନାହିଁ ଏ ଝିଅ ତୋର ଆସିଲା ୟାକୁ ବିବାହ ଦେ ବାବୁରେ ଏ ବିବାହ ଦେଇ ସଂକେତ ତ ଆସିଲାଣି ପାଲା ବନ୍ଦ କରିବା ପାଇଁ ତେଣୁ ଯଜମାନ ମହୋଦୟଙ୍କ ଅନୁରୋଧ ଯୋଉ ପୁଅ ପାଲା ହଉଛି ସେ ପୁଅକୁ ଆଣନ୍ତୁ ସଭା ତେଣୁ କଣ ହେଲା ନା ଏ ସମରାଧି ଦେବୀ ଯୋଉ ହେଇଛନ୍ତି ତାଙ୍କର ନାରୀର ଅଧିକାର ତ ରହିଛି ବିଶ୍ୱବନ୍ଦିଆ ତୋର ତ ଝିଅ ନାହିଁ ଏ ପିଲାଟି ଝିଅ ହଉ ୟାକୁ ବିବାହ ଦେବି ସେ ଦୁଃଖରୁ ମୁକ୍ତି ରାଜା କହିଲେ ଆଚ୍ଛା ପୁଅ ପୁଣି ହବ ନା ନାଇଁ ନା ହଁ ହବ ଯେତେବେଳେ ନିଜ ପୁଅର ମୁଖ ଦେଖିବ ସେତେବେଳେ ଉଦ୍ଧାର ପାଇବ ଠିକ ଅଛି ସେଇଆ ହେଲା ରାଜା ଗୋଟେ ସ୍ୱୟଂବର ସଭା କଲେ ଝିଅ ପାଇଁ ପୁଅର ନାଁ ଥିଲା ଇଳାବନ୍ତୀ ତାର ଭଲ ନାଁ ତ ସୁଦୂର ଡାକ ନାଁ ଥିଲା ଇଳାବନ୍ତୀ ଇଳାବନ୍ତୀ ଯେତେବେଳେ ଝିଅ ହେଲା ବନ୍ତ କାଟିଦେଲେ ଝିଅର ନାଁ ହେଲା ଇଳା ଇଳା କନ୍ୟାର ବାହାଘର ବାହାଘର ସୁନ୍ଦର ଆସିଗଲେ ସମସ୍ତ ଯୁବରାଜ ମାନେ ଝିଅ ବୁଲୁଛି କାହା ପ୍ରତି ତାର ମନ ମାନୁନି ଠିକ ସେତିକି ବେଳେ ଏକାଳେ ଆକାଶ ମଣ୍ଡଳ ମଣିମୟ ବିମାନ ସୁନ୍ଦର ଯୁବକ ଦେବତା ଜଣେ ତାପରେ ଜ୍ୟୋତିଷମାନ ଦେବତା ଯେତେବେଳେ ଆସିଲେ ତାକୁ କାହିଁ ଦେଲା ଝିଅ କହିଲା ପ୍ରଭୁ ଥିଲା ରାଜ ନନ୍ଦିନୀ ଇଏ କଲା କଣ ନା ବିଚାରିଲା କିଏ ନା ବରଣ କରିଦେଲା ଆଜି ଯେତେବେଳେ କରିଦେଲା କଣ କରୁଛୁ ମାଳା ଫେରା ସାଧାରଣ ପିଲା ତମେ କିଏ ବୁଦ୍ଧ କାହାକୁ ଜାଣିଛ ତମେ ଦେବତା ମୋ ଝିଅ ମାନବୀ ବାହାର ହେଇପାରିବନି ମାଣ ଫେରା ମାଳ ଫେରେଇଲେନି ଏତିକି ବେଳେ କହିଲେ କିଏ ନା ସାଧବ କହିଲେ ବାବା ତମେ ଦେବତା ମୋ ଝିଅ ମାନବୀ ସ୍ୱର୍ଗରେ ଏକୁ ଗ୍ରହଣ କରିବେ ତ ମୋ ବାପା ଗ୍ରହଣ କରିବେ ଆଉ କିଏ ଗ୍ରହଣ କରୁଛି ଏ ପୁଅ ଏ ନେଇ ପହଞ୍ଚିଲା କୋଉଠି ନା ସ୍ୱର୍ଗପୁରରେ
ଯେତେବେଳେ ପହଞ୍ଚିଲେ ଦେବରାଜ ଇନ୍ଦ୍ର ଜାଣିଲେ ନାରଦ ଖବର ଦେଇଦେଲେ କହିଲେ ଇନ୍ଦ୍ର ଆଉ ଏ ସ୍ୱର୍ଗରେ ଦେବୀ ମାନେ ରହନ୍ତୁ ମର୍ତ୍ତ୍ୟକୁ ଯାଆନ୍ତୁ ଶୀଘ୍ର ମର୍ତ୍ତ୍ୟ ମାନବ ଆସି ସ୍ୱର୍ଗରେ ରହିଲାଣି କିଏ ଆଣିକି ରଖିଛି ନା ଠିକ ଅଛି ଯଦି ଆମ ବିନା ଅନୁମତି ରଖିଛି ତାହେଲେ ଗୋଟେ କାମ କର ସେ ନର୍କକୁ ଯାଉ ତାପରେ ଏବଂ ତାଙ୍କ ପତ୍ନୀ ଇଏ ନର୍କଗାମୀ ହେଲେ ଚନ୍ଦ୍ର ଉଦୟ ହେଲେ ଯେତେବେଳେ ଉଦୟ ହେଲେ ସଂସାର ହାହାକାର ହେଲା ବ୍ରହ୍ମା ଡାକିଲେ ହେଲେ ହେ ଚନ୍ଦ୍ର କାହିଁ ଉଦୟ ହଉ କଣ ପାଇଁ ଉଦୟ ହେବି ମୁଁ କଣ ପାଇଁ ଉଦୟ ହେବି କହିଲେ କଣ ଏମିତି ମାନେ ଅସୁବିଧା କାମ କଲା ଯେ ରାଜା ଭୁଲ କରୁଛି କହୁଛି ରାଜା କଣ ସମସ୍ତେ ଭୁଲ କରୁଛି ରାଜା ଭୁଲ କରୁଛି ଏଇ କଥା କହୁଛୁ କଣ ରାଜା ଭୁଲ କରୁଛି କହିବୁ ଶୁଣ ଶୁଣ ମୁଁ କହୁଛି ତମ ରାଜା କଣ ଭୁଲ କରୁଛି କଣ କରୁଛି ଏ ଗୌତମ ଋଷିଙ୍କ ନାରୀ ବେଶ୍ୟା ଗୁଡାକ ଯେତେବେଳେ ଯୁବକ ଥାନ୍ତି ତାଙ୍କର ଅନେକ ପୁରୁଷ ବଦଳାନ୍ତି ଆଉ ଯେତେବେଳେ ବୁଢୀ ହେଇଯାନ୍ତି ମାତା ହେଇଯାନ୍ତି ତମ ତମେ ବୁଢା ହେଲାରୁ ନୀତି କହୁଛ କଣ ତମ ଅନ୍ୟାୟ ଦାତା ବ୍ୟବହାର ସୁର ସଭା ମଧ୍ୟରେ ତମେ ବାରଣ ପଡି ବେଶ୍ୟା ଝିଅ ଭଳିଆ ଝିଅଟା ଉର୍ବଶୀ କୁଣ୍ଡେଇ ବାପା ଠିକ କରିବି ତେଣୁ ତମ ଭୁଲ କରିଛ ଏଇ ସମୟ ଚିନ୍ତା କର ଏଇଭଳି ଭାବରେ କହି ଆଜି ଯେତେବେଳେ ଅପମାନ କଲେ ବ୍ରହ୍ମାଙ୍କୁ ବ୍ରହ୍ମା ଶୋଇପାରିଲେ ଠିକ ଅଛି ଆଉ ଅଧିକ ପଳଉନା ବହୁତ ଆଣିକି କଥା ଦିଅ ଯେହେତୁ ରାଜା ଭୁଲ କରିଛି ବିଚାର ଥିଲେ ଦଣ୍ଡିମା ଶକ୍ତି ଯାର ଥାଇ ସେ କ୍ଷମା ଦେଇପାରିଛ ନା ରାଜା କିନ୍ତୁ ଭୁଲ କରିଦେଲା ତ ତେଣୁ ତୋ ପୁଅ ଯାଇଛି ବହୁ ଅଭିଶାପ ପାଇଛି ନାରୀ ହବ ଆଉ ଉଦ୍ଧାର ହବ ଗୋଟେ ପୁଅ ଦେଖିବି ସେଇ ପୁଅ ହେଲା ତୋ ପୁଅ ନର୍କରେ ଥାଉ ଯେତେବେଳେ ପୁଅ ହବ ତୋ ବହୁ ନର୍କରୁ ଉଦ୍ଧାର ହବ ଏବଂ ସମସ୍ତେ ନର୍କରୁ ଉଦ୍ଧାର ତାପରେ ସେଇଆ ହେଲା କିଛି ଦିନ ପରେ କିଛି ଦିନ ପରେ କିଛି ଦିନ ପରେ ପୁଅଟିଏ ଜନ୍ମ ହେଲା ନା ହେଲା ପୁରୁରବା ଉଦ୍ଧାର କରିଥିଲେ ଏଇ ପୁରୁରବା ତାପରେ ଘଟିଲା କାହିଁକି ନା ମା ଚାହିଁଲେ ସବୁ ହବ ମା ଅପମାନ କଲେ କିଛି ହବନି ଏ ପୁଅ ମା ଅପମାନ କରିବାରୁ ନାରୀ ଚିନ୍ତା କର ସେଇ ଜଗତ ଜନନୀ ସମସ୍ତଙ୍କର ମଙ୍ଗଳ ପାଇଁ ବୋଲ ଆନନ୍ଦେ କବା ପାଲା ଗାଇବ କହିଲେ ଚାରି ଦିନ ପଦିଆଲି ସାଣ
ମକର କଲ୍ୟାଣ ଦୁର୍ଗା ଦୁର୍ଗତି ନାଶିନୀ ଷଷ୍ଠୀ ଦେବୀ ପ୍ରସାଦ ବାଳ ପଶ୍ଚିମ ଦିନ ଭାବେଶ୍ୱର ମହେଶ୍ୱର ନାରାୟଣ ସମସ୍ତ ଧାମ बोल आनंद एक बार दीप्ति तन्मय अर्थ बुझी द्वितीय तो ज्योति तन्मय कर समस्त दीप्ति तन्मय कर दो तेणु से भगवान आशीर्वाद दिंतु तो नार तो कार्य मुख्य समाज मना कर